ସାତ ମାଇଲ ଛକଟାରେ ବାଘର ପାଦଚିହ୍ନ ଠାବ ପରେ ବନ ବିଭାଗ ପକ୍ଷରୁ ସୂଚନା ଜାରି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ 7 ମାଇଲ ଛକଟାରେ ଆଜି ସକାଳେ ବାଘର ପାଦଚିହ୍ନ ଠାବ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି, ଯାହାକି ଉକ୍ତ ବାଘ ସହ 2ଟି ବାଘଛୁଆ ଥିବା ଗୁଜବ ବି ଶୁଣିବାକୁ ମିଳିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବାଘର ପାଦଚିହ୍ନର ନମୁନା ନେବା ପରେ ଏହା ସେହି ମହାବଳ ବାଘ, ଯାହା ପୂର୍ବରୁ ମୋହନା ପରେ ଆନ୍ଧ୍ର ପୁଣି ଏବେ ଉକ୍ତ ଅଞ୍ଚଳରେ ବୁଲୁଥିବା ଏବଂ ଏହାର କୌଣସି ଛୁଆ ନଥିବା ଆଉ ମିଳିଥିବା ଅନ୍ୟ ପାଦଚିହ୍ନ କୁକୁରମାନଙ୍କର ବୋଲି ବନ ବିଭାଗ ପକ୍ଷରୁ ଏକ ଗ୍ରୁପରେ ସୂଚନା ପ୍ରଦାନ କରିଛନ୍ତି। ଏଥିସହ ଉକ୍ତ ବାଘଟି ବାଘଶାଳା ଗ୍ରାମ ଦେବଗିରି ବନାଞ୍ଚଳରେ ରହିଥିବା ଏବଂ ନାରାୟଣପୁର ରେଞ୍ଜର୍ସ ସେଥିପ୍ରତି ନଜର ରଖିଥିବା ବନ ବିଭାଗ ପକ୍ଷରୁ ଆଜି ଅପରାହ୍ନ 4ଟା ବେଳେ ସୂଚନା ପ୍ରଦାନ କରିଛନ୍ତି। ତେଣୁ ଉକ୍ତ ଅଞ୍ଚଳବାସୀ ସତର୍କ ରହିବାକୁ କୁହାଯାଇଛି।